হ্যালো হাই নমস্କାର জয় জগନ୍ନାଥ। ମୁଁ ଯାଇଥିଲି ଭୁବନେଶ୍ୱର ଏବଂ ଭୁବନେଶ୍ୱରରେ ପଡ଼ିଥିଲା ତୋଷାଳୀ ମେଳା ଏବଂ ତୋଷାଳୀ ମେଳା ପ୍ରଥମ ଥର ଯାଇଥିଲି। ଆଉ ଦେଖେଇବାକୁ ଚାହୁଁଥିଲି ଆପଣମାନଙ୍କୁ ତୋଷାଳୀ ମେଳାରେ କ'ଣ କ'ଣ ସବୁ ପଡ଼େ ଆଉ କେତେ ଲୋକ ହୁଅନ୍ତି। ଦେଖନ୍ତୁ ପୁରା ପହଞ୍ଚି ଯାଇଥିଲି, ଯଦିଓ ଏତେ ଭିଡ଼ ନଥିଲା ତଥାପି ଯେହେତୁ ସନ୍ଧ୍ୟାବେଳେ ପହଞ୍ଚିଥିଲି ନର୍ମାଲ ଲୋକ କିଛି ଥିଲେ। ଇଏ ହେଉଛି ତୋଷାଳୀ ମେଳାର ଗୋଟେ ଗେଟ୍ ଥିଲା ଏବଂ ଗେଟ୍ରୁ ଏଣ୍ଟ୍ରି କରିଥିଲି ଭିତରକୁ ଏବଂ ଭିତରକୁ ଗଲାବେଳେ ଦେଖନ୍ତୁ ଧୀରେ ଧୀରେ ଲୋକ ବଢ଼ିବାକୁ ଲାଗିଥିଲେ, କମ୍ରୁ ବଢ଼ିବାକୁ ଲାଗିଥିଲେ। ଭିତରକୁ ଗଲେ ବହୁତ ସୁନ୍ଦର ସଜା ହେଇଥିଲା ଏବଂ ସତରେ ଏତେ ସୁନ୍ଦର ଭାବରେ ସଜା ହେଇଥିଲା। ଓଡ଼ିଶାର ସଂସ୍କୃତି ପରମ୍ପରାକୁ ନେଇ ସଜା ହେଇଥିଲା। ଭିତରେ ଯାଇକି ପହଞ୍ଚିଥିଲି, ଅନେକ ଦୋକାନ ଥିଲା, ଭେରାଇଟି ଦୋକାନ ପଡ଼ିଥିଲା, ପାଟ ଶାଢ଼ୀ, ରେଶମ ଶାଢ଼ୀ ଏବଂ କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରୁ ମଧ୍ୟ ଅନେକ ବ୍ୟବସାୟୀ ଆସିଥିଲେ। ଦେଖନ୍ତୁ ଅତି ସୁନ୍ଦର ଶାଢ଼ୀ ପ୍ରଥମ ନଜରକୁ ଆସିଥିଲା, ଯେଉଁଟାକି ଲୋକଙ୍କ ଆକର୍ଷଣ ସାଜିଥିଲା ଏଇ ଶାଢ଼ୀ। ଏବଂ କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରୁ ମଧ୍ୟ ଅନେକ ଶାଢ଼ୀ। ଜୋତା ଦେଖନ୍ତୁ ସୁନ୍ଦର ପଞ୍ଜାବୀ ଜୋତା। ପୋଲିସ ମାନେ ପୁରା ଫୁଲ୍ ପ୍ରୋଟେକ୍ସନରେ ରହୁଥିଲେ, ପୋଲିସରେ ପ୍ରୋଟେକ୍ସନରେ ରହିଥିଲେ ଏବଂ ଲୋକମାନଙ୍କୁ ସୁରକ୍ଷା ଦେଉଥିଲେ। ଏବଂ ଭିତରକୁ ଚାଲିଲି, ଭିତରୁ ସୁନ୍ଦର ଭାବରେ ଗୋଟେ ଫଟୋ ସୁଟ୍ ପାଇଁ ବଢ଼ିଆ ବ୍ୟବସ୍ଥା କରାଯାଇଥିଲା। ଏଠି କେବଳ ଫଟୋ ସୁଟ୍ ପାଇଁ ଯେଉଁମାନେ ଫଟୋ ଉଠାଇବାକୁ ଚାହାନ୍ତି ସେମାନେ ଏଇଠି ଉଠାଇ ପାରିବେ, କାହିଁକିନା ଏଠି ବଢ଼ିଆ ସୁନ୍ଦର ଭାବରେ ଫଟୋ ଉଠାଇବା ପାଇଁ 2-3ଟା ହେଇଥିଲା। ଏଠି ପ୍ରୋଗ୍ରାମ୍ ଚାଲିଥିଲା, ଦେଖନ୍ତୁ ଷ୍ଟେଜ୍ ପ୍ରୋଗ୍ରାମ୍, ବଡ଼ ବଡ଼ ପ୍ରୋଗ୍ରାମ୍, ଆର୍ଟିଷ୍ଟ ମାନେ ଆସିଥିଲେ ପ୍ରୋଗ୍ରାମ୍ କରିବାକୁ। ଭିତରକୁ ଯାଇଥିଲେ ଏବଂ ଏତେ ସାରା ଷ୍ଟଲ୍ ପଡ଼ିଥିଲା କିନ୍ତୁ ଷ୍ଟଲ୍ ଅନୁଯାୟୀ ଲୋକ ନଥିଲେ। ସେଇଟା ଟିକେ ମୋତେ ଦୁଃଖ ଲାଗିଲା। ଯେମିତି ସନ୍ଧ୍ୟା ହେଇଥିଲା ସେଥିପାଇଁ ବୋଧେ ଲୋକ କମ୍ ଥିଲେ କି କମ୍ କହିପାରିବିନି, କିନ୍ତୁ ଷ୍ଟଲ୍ ଅନୁସାରେ ଲୋକ ଏତେ ବି ନଥିଲେ। ଷ୍ଟଲ୍ ଦୁନିଆ ପଡ଼ିଥିଲା, ବହୁତ ବଡ଼ ବଡ଼ ଷ୍ଟଲ୍ ପଡ଼ିଥିଲା ଏବଂ ଲୋକ କାହିଁ ଲାଗୁଥିଲା ଟିକେ ଫାଙ୍କା ଅଛନ୍ତି। ଯେହେତୁ ମୁଁ ପ୍ରଥମ ଥର ଗୋଟେ ଜିନିଷ ଦେଖିଲି ନୂଆ କରି, ଦେଖନ୍ତୁ ବସ୍ ଭିତରେ 2 ମାଲା ଘର ହେଇଛି, ଉପରେ ଏବଂ ତଳେ। ଉପରେ ପୁରା ରେଷ୍ଟୁରାଣ୍ଟ, ତଳେ ଦେଖନ୍ତୁ ରୋଷେଇବାସ ଚାଲିଛି। ଏଠି ବଫେ ଭଳିଆ ହେଇଛି, କେବଳ ଟିକଟ କରି ଖାଇବେ। ଫାର୍ଷ୍ଟ ଟାଇମ୍ ଦେଖିଲି ଓଡ଼ିଶାରେ, ମୁଁ କେବେ ଦେଖିନଥିଲି, ଆଗରୁ ହେଇଥାଇପାରେ ଆପଣ ଦେଖିଥିବେ, କିନ୍ତୁ ମୁଁ ଫାର୍ଷ୍ଟ ଟାଇମ୍ ଦେଖିଲି ବସ୍ରେ। ଫାର୍ଷ୍ଟ ଟାଇମ୍ ଦେଖିଲି 2 ମାଲା ଘର ହେଇଛି, ଉପରେ ରେଷ୍ଟୁରାଣ୍ଟ ହେଇଛି, ବସିକି ଖାଇବେ ଏନ୍ଜୟ କରି ଏସି ରୁମ୍ରେ। ତଳେ ଦେଖନ୍ତୁ ଉପରକୁ ଯାଉଛନ୍ତି କିଛି ଲୋକ, ଏସି ରୁମ୍ ଥିଲା। ତଳେ ନର୍ମାଲ ମୋ ମୁଣ୍ଡ ଖରାପ ହେଇଗଲା ଦେଖି, ଇରେ ବାପ ରେ ବାପ। ତାପରେ ଚାଲିଲି ଆଗକୁ ଦେଖିଲି କିଛି ଦୋକାନ ଥିଲା, ଯେଉଁଠିକି ବିଭିନ୍ନ ଭେରାଇଟିର କପ୍, ବିଭିନ୍ନ ସାମଗ୍ରୀ ଥିଲା। ଏବଂ ଇଏ ଦେଖନ୍ତୁ ଆମ ଓଡ଼ିଶାର ପ୍ରଭୁ ଜଗନ୍ନାଥ ଆରାଧ୍ୟ ଦେବତାଙ୍କର ଅତି ସୁନ୍ଦର ହସ୍ତଶିଳ୍ପୀଙ୍କ ଦ୍ୱାରା ତିଆରି ହେଇଥିବା ଜିନିଷ। ଇଏ ଦେଖନ୍ତୁ ବହୁତ ବିଭିନ୍ନ ପ୍ରକାର ସଂସ୍ଥା ଏବଂ ଇଏ ଦେଖନ୍ତୁ ଫଟୋ ବଗରା ଏବଂ ଇଏ ଦେଖନ୍ତୁ ବିଭିନ୍ନ ପ୍ରକାର ଚଢ଼େଇ ପଶୁ ପକ୍ଷୀଙ୍କ ଭେରାଇଟି ଜିନିଷ ଅଛି। ସବୁ ଗଭର୍ଣ୍ଣମେଣ୍ଟ ଷ୍ଟଲ୍ ଲାଗିଥିଲା ଏବଂ ଏମିତି ଇଏ ମଧ୍ୟ ଜଗନ୍ନାଥ ପ୍ରଭୁଙ୍କର, ମହାପ୍ରଭୁ ଅନେକ ପ୍ରଭୁଙ୍କର ପଟ୍ଟଚିତ୍ର ନିଜ ହସ୍ତରେ ତିଆରି କରିଥିବା ଶିଳ୍ପୀମାନେ ଆଣିଥିଲେ। ଏମାନେ ଆମ ଓଡ଼ିଶାର କଳା ସଂସ୍କୃତିକୁ ବଞ୍ଚିବା ପାଇଁ ଗଭର୍ଣ୍ଣମେଣ୍ଟ ଷ୍ଟଲ୍ ଲାଗି ରହିଥିଲା। ଏବଂ ଭିତରକୁ ଯାଇଥିଲେ, ଭିତରେ ଦେଖନ୍ତୁ ଏଠି ଲୋକମାନେ ପୁରା କିଣାକିଣିରେ ବ୍ୟସ୍ତ ଥିଲେ। ଏଠି ଦେଖନ୍ତୁ ଇଏ ପୁରା ମାଧ୍ୟ ଆକର୍ଷଣ, ଆଜ୍ଞା ସତରେ ବୋବାଲ କରିଦେଲା। ମଝିରେ ଇଏ ୱାଣ୍ଡରଲାର ଗୋଟେ ଚଢ଼େଇ କଣ୍ଢେଇ ଠିଆ ହେଇଥିଲା, ୱାଣ୍ଡରଲାକୁ ନିମନ୍ତ୍ରଣ କରିଥିଲା ବହୁତ ସୁନ୍ଦର ଭାବରେ। ଫୁଲ ବଗରା ଦେଖନ୍ତୁ ଏତେ ଆକର୍ଷଣ ଥିଲା, ମୋ ଆଖି ତ ପୁରା ଖୁସି ହେଇଗଲା ଆଜ୍ଞା। ଆଉ ଗୋଟିଏ ଦିନରେ ଦେଖିବାକୁ ଚେଷ୍ଟା କରିଥିଲି ସବୁ କିଛି, କିନ୍ତୁ ସମ୍ଭବ ହେବନି ଭାବୁଥିଲି, କାହିଁକିନା ବହୁତ ସାରା ଦୋକାନ ଥିଲା। ଦେଖନ୍ତୁ ଇଏ ଥିଲା ବହୁତ ଖାଦ୍ୟ ଜିନିଷ। ଏ ଖାଦ୍ୟ ମୁଁ ଆଜ୍ଞା ଓଡ଼ିଶାରେ କେବେ ଦେଖିନି, ବହୁତ ଗୋଟା ଭିନ୍ନ କ୍ୱାଲିଟିର ଛୋଲେ ବଟୁରେ ଏବଂ ବିଭିନ୍ନ ଭେରାଇଟିର, କେବଳ ଓଡ଼ିଶାର ନୁହେଁ ଅନେକ ଜାଗା ଦୂର ଦୂରାନ୍ତର ବ୍ୟବସାୟୀମାନେ ଆସିଥିଲେ। ବିଭିନ୍ନ ସ୍ୟାଣ୍ଡୱିଚ୍ ଏସବୁ ତ ଭାଇ ସତରେ କହୁଛି ଓଡ଼ିଶାର ଲୋକମାନେ ପ୍ରଥମ ଥର ଦେଖିବେ। ଦେଶୀ ଖାଦ୍ୟ ଏତେ ନଥିଲା, ବିଦେଶୀ ଖାଦ୍ୟ ବହୁତ ଥିଲା। ଆଉ ଆଗକୁ ଯାଇଥିଲେ ଆପଣମାନଙ୍କୁ ଦେଖିବାକୁ ଚେଷ୍ଟା କରିଥିଲି। ଏବଂ ମୋମୋଜ୍ ଆଇଟମ୍ ବିଭିନ୍ନ କ୍ୱାଲିଟିର ଥିଲା। ଇଏ ଥିଲା ପିଜ୍ଜାର, ବିଭିନ୍ନ ପ୍ରକାର ପିଜ୍ଜା ହଟ୍, ଯେକୌଣସି ପିଜ୍ଜା ଖାଇବେ ସବୁ ଆଭେଲେବୁଲ୍। ଏବଂ ଆକୁ ଦେଖିଲା ପରେ ମୁଁ ତ ଏଗୁଡ଼ା ଆଦୌ ସତରେ ଖାଏ ନା, କାହିଁକିନା ଯେହେତୁ ଆମ ଓଡ଼ିଶାର ଖାଦ୍ୟକୁ ମୁଁ ଖୋଜୁଥିଲି, ଓଡ଼ିଶା ଖାଦ୍ୟ। ଇଏ ଦେଖୁନ ଓଡ଼ିଶାର ଖାଦ୍ୟ କିଛି ଥିଲା, କାକେରା ଫାକେରା ଥିଲା, କିନ୍ତୁ କିଛି ଥିଲା। ଇଏ ବି ମଧ୍ୟ ନୁହେଁ, ଇଏ ମଧ୍ୟ ବାହାରର ବିଭିନ୍ନ ପ୍ରକାର ସୁଇଟ୍ କର୍ଣ୍ଣଟା ଯଦିଓ ଆମ ଓଡ଼ିଶାର, ଅନ୍ୟ ସବୁ ବାହାରର ପ୍ରାୟ ଥିଲା। ଏବଂ ଇଏ ଦେଖନ୍ତୁ ଇଏ ଛୋଲେ ବଟୁରେ ଏବଂ
ବିଭିନ୍ନ ଭେରାଇଟିର ଥିଲା ନନଭେଜ୍ ଆଇଟମ୍ ଥିଲା। ନନଭେଜ୍ ତ ମୋର ଜମାରୁ ହିଁ ପସନ୍ଦ ନୁହେଁ, ସେଥିପାଇଁ ଏଠି ମଧ୍ୟ ମୁହଁ ବୁଲାଇ ଆଗକୁ ଚାଲିଥିଲି ଏବଂ ଖୋଜୁଥିଲି ଓଡ଼ିଶାର ଖାଦ୍ୟ କେଉଁଠି ଅଛି। ଓଡ଼ିଶା ଖାଦ୍ୟଟା ହିଁ ମୋତେ କାହିଁ ସତରେ କହୁଛି ବିଦ୍ୟାରାୟଣ ବହୁତ ଭଲ ଲାଗେ। ଆଉ ଇଏ ମଧ୍ୟ ଦେଖନ୍ତୁ, ଇଏ ମଧ୍ୟ ବି ସେମିତି, ଯଦିଓ ଓଡ଼ିଶାରେ ସବୁ ଆଭେଲେବୁଲ୍ ଅଛି, ଇଏ ମଧ୍ୟ ତେଲ ମସଲା ନନଭେଜ୍ ଉପରେ ଯେହେତୁ ଯାଉଛି ଆକୁ ମଧ୍ୟ ଇଗ୍ନୋର କଲି ଏବଂ ଆଗକୁ ଆଗକୁ ଚାଲିଲି। ଆପଣମାନଙ୍କୁ ଦେଖାଇବାକୁ ଚାହୁଁଥିଲି ଯେ କ'ଣ କ'ଣ ଷ୍ଟଲ୍ ଲାଗି ରହିଛି। ଇଏ ମଧ୍ୟ ବଢ଼ିଆ ଜିନିଷ ଏଠି ଥିଲା, ବିନା ତେଲରେ, ବହୁତ କମ୍ ତେଲରେ, ବିନା ଅଏଲ୍ରେ ହେଉଥିଲା ଏବଂ ବିନା ପିଆଜ ରସୁଣ। ଦେଖନ୍ତୁ ଏଇ ଗୋଟିଏ ମୋତେ ହାର୍ଟକୁ ଛୁଇଁଲା ଏବଂ ଏଇଠି ରହି ଖାଇଥିଲି, କିନ୍ତୁ ଦେଖାଇ ନେଲି ଆପଣଙ୍କୁ ଭିଜୁଆଲ୍ ଦେଖିବାକୁ ମୋତେ ଟିକେ କମ୍ଫର୍ଟେବୁଲ୍ ଫିଲ୍ ହେଲା, ଦେଖାଇ ନଥିଲି। ଏବଂ ଏଇଠି ବିନା ପିଆଜ ରସୁଣରେ ଚିକେନ୍ ମଟନ୍ କେମିତି ହୁଏ ତାକୁ ଦେଖାଇଥିଲା ଅତି ସୁନ୍ଦର ଭାବରେ। ଇଏ ମଧ୍ୟ ଓଡ଼ିଶା ବାହାରୁ ଆସିଥିବା କିଛି ବ୍ୟବସାୟୀମାନେ ତାଙ୍କର ବ୍ୟବସାୟର ଦେଖାଉଥିଲେ। ଇଏ ଦେଖନ୍ତୁ ଲସି, ବିଭିନ୍ନ ପ୍ରକାର ଲସି, କେବଳ ଗୋଟିଏ ଲସି ନୁହେଁ, 50 ଟଙ୍କାରୁ ଆରମ୍ଭ ହେଇ ପୁରା 150 200 ଟଙ୍କା ପରେ। ଭାଇ ମୋତେ ଦେଖି କହିଲେ ଆଉ ଗୋଟେ ଖୋଲିଦେଉଛି, ମୋର ଭିଡ଼ିଓ ସୁଟ୍ କରିଦିଅ। ବଢ଼ିଆ ଥିଲା ଭାଇଙ୍କ ଷ୍ଟଲ୍। ଏବଂ ପରବର୍ତ୍ତୀ ସମୟରେ ଇଏ ଦେଖନ୍ତୁ ବିଭିନ୍ନ ପ୍ରକାର ଆଇଟମ୍ ଥିଲା। ଏଠାରେ ମଧ୍ୟ ସୁନ୍ଦର ଭାବରେ ବିଭିନ୍ନ ନନଭେଜ୍ ଆଇଟମ୍ର ଆଭେଲେବୁଲ୍ ଜିନିଷ ଥିଲା। ଦେଖନ୍ତୁ ଏଠି ସୁନ୍ଦର ଭାବରେ ସାଇଜ୍ କରି ରଖିଥିଲେ ମଟନ୍, ଚିକେନ୍ ଲଲିପପ୍, ଚିକେନ୍ ପୋଡ଼ା, ଚିକେନ୍ ଟିକା, ସବୁ ସୁନ୍ଦର ଭାବରେ ସାଇଜ୍ ରଖିଲେ। ଏପଟେ ମହୁଲି ମଧ୍ୟ ମିଳୁଥିଲା। ଫାର୍ଷ୍ଟ ଟାଇମ୍ ଦେଖିଲି ଗୋଟେ କେଉଁଠି ଗୋଟେ ମହୁଲି ମିଳୁଛି ଏବଂ ଏଠି ଫୁଲ୍ ପ୍ରୋଟେକ୍ସନ୍ରେ ଆମର ପୋଲିସ ସାର୍ମାନେ ଥିଲେ, ଅଗ୍ନିଶମ ବିଭାଗର ଗାଡ଼ି ମଧ୍ୟ ଥିଲା। କାହିଁକିନା କିଛି ଆଇଦର କିଛି ଗୋଟେ ପ୍ରୋବ୍ଲେମ୍ ହେବ ମାନେ ସେମାନେ ସଲ୍ୟୁସନ୍ ଦେବେ। ଏବଂ ଦେଖନ୍ତୁ ଆଗରେ ଇଏ ସୁନ୍ଦର ଭାବରେ ପିଲାମାନଙ୍କର ମନ ଖୁସି କରିବା ପାଇଁ ସୁନ୍ଦର ସୁନ୍ଦର ୱାଣ୍ଡରଲା ଥିଲା, ମାନେ ଏମିତିକି ଗାଡ଼ି ଥିଲା, ବିଭିନ୍ନ ଭେରାଇଟିର ଦୋଳି ସବୁ ଥିଲା, ଯେଉଁଠିକି ପିଲାମାନଙ୍କ ପାଇଁ ବହୁତ ସୁନ୍ଦର ବ୍ୟବସ୍ଥା କରାଯାଇଥିଲା। ଆଉ ସୁରକ୍ଷାର ସହିତ କାମ ସବୁ ହେଉଥିଲା, ସେଇଟା ଖୁସି ଲାଗୁଥିଲା। ଏମିତି ଗୋଟେ ତୋଷାଳି ମେଳାକୁ ଫାର୍ଷ୍ଟ ଟାଇମ୍ ସାମ୍ନା କରିବାକୁ ପଡ଼ିଲା ମୋତେ ଏବଂ ଦେଖିବାକୁ ପଡ଼ିଲା। ହୁଏତ ଭାଗ୍ୟରେ ଥିଲା ମିଳିଗଲା, ଅନ୍ୟ କାମରେ ଯାଇଥିଲେ କିନ୍ତୁ ଆସୁ ଆସୁ ନଜରରେ ପଡ଼ିଗଲା, ଆଉ ଛାଡ଼ିଲିନି। ମୁଁ କହିଲି ସବୁ ଆପଣଙ୍କୁ ଦେଖିବି, କିନ୍ତୁ ଏତେ ବଡ଼ ଯେହେତୁ ଷ୍ଟଲ୍ ଲାଗିଥିଲା ସବୁ କିଛି ଦେଖିବା ଆଜ୍ଞା ସମ୍ଭବ ନୁହେଁ। କାହିଁକିନା ଏଠି ଚାଲିଥିଲା ପ୍ରୋଗ୍ରାମ୍, ବଡ଼ ବଡ଼ ସିନେ କଳାକାରମାନେ ଆସିଥିଲେ, ସିନେ କଣ୍ଠଶିଳ୍ପୀ ଆସିଥିଲେ ଓଡ଼ିଶାର, ଏବଂ ସବୁକିଛି ଦେଖାଇବା ମୋ ପାଖରେ ସମ୍ଭବ ହେଲା ନାହିଁ। କାହିଁକିନା ବିରାଟ ବଡ଼ ଯାତ୍ରା, କେବଳ ଛୋଟ ମୋଟ ନୁହେଁ, ଅନେକ ବଡ଼ ଯାତ୍ରା। ଏବଂ ଦେଖନ୍ତୁ ଏଠି ମଧ୍ୟ ଫଟୋ ସେଲ୍ଫି ଉଠାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ମୁଁ ଦେଖିଲି ଗୋଟେ ଅଜବ ଜନ୍ତୁ, ସତରେ ଅନେକ କାର୍ଟୁନ୍ ଦେଖିଛି, ଏମିତିଆ କାର୍ଟୁନ୍ ଓଡ଼ିଶାରେ ବିରଳ, ପ୍ରଥମ ଥର ଦେଖିଲି ଏବଂ ଛାଡ଼ିଲିନି। ସାଙ୍ଗେ ସାଙ୍ଗେ ତା ସହିତ ଯାଇ ଫଟୋ 2-4ଟା ଖଣ୍ଡେ ନେଇଗଲି, ଭିଡ଼ିଓ ମଧ୍ୟ ଟିକେ କରିଦେଲି। ସିଏ କିନ୍ତୁ ମୋତେ ଟିକେ ଅନେଇଲା, କାହିଁକିନା ସିଏ ଅନ୍ୟ ଫ୍ୟାନ୍ସମାନଙ୍କ ସହିତ ବ୍ୟସ୍ତ ଥିଲା, ଟିକେ ଟିକେ ଅନେଇ ଦେଇଥିଲା। ବୁଲେଟ୍ ମଧ୍ୟ ମେଳା ଲାଗିଥିଲା, ଏଠି ବୁଲେଟ୍ ବିଭିନ୍ନ ପ୍ରକାରର ଥିଲା ଏବଂ ସେମାନଙ୍କ ସହିତ କଥା ହେଲି, କମ୍ ରେଟ୍ରେ ଫେରିଲି। ଫେରିଲା ବେଳକୁ ଗେଟ୍ ପାଖରେ ଦେଖିଲି ଅତି ସୁନ୍ଦର ଜିନିଷ, କାରୁକାର୍ଯ୍ୟ, ପିଲାମାନଙ୍କୁ ଆକର୍ଷଣ କରେ ଏମିତି ସବୁ ଜିନିଷ। ଫେରିଲି, କିଛି ତ ଆଣି ହେଲାନି, କାହିଁକିନା ଯେହେତୁ ମୁଁ ଅନ୍ୟ ପ୍ରପୋଜାଲ୍ରେ ଆମେ ଥିଲୁ, ଆଉ ପଳାଇ ଆସିଲୁ। ଆସିଲା ପରେ ଦେଖନ୍ତୁ ମନ ଦୁଃଖ ଏଇଥିପାଇଁ ହେଇଗଲା ଯେ ଦେହଟା ଟିକେ ଖରାପ, ତେଲ ମସଲା ଖାଇବାର ଚାନ୍ସ ନଥିଲା। ଅନ୍ୟ ଯାହା ଚାହିଁଲି ଟିକେ ଟିକେ ଖାଇଲେ ଏବଂ ଗେଟ୍ ବାହାରୁ ଦେଖନ୍ତୁ ଧୀରେ ଧୀରେ ଲୋକ ବଢ଼ୁଥିଲେ।